ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆପଣ ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଛନ୍ତି ଓ ଆପଣଙ୍କ ମଧ୍ୟରୁ ଅନେକ ଆମ ସହିତ ଫୋନରେ ଯୋଗାଯୋଗ ଜାରି ରଖିଛନ୍ତି। ସେଥିପାଇଁ ଆପଣମାନଙ୍କୁ ବିଶେଷ ଧନ୍ୟବାଦ ଜଣାଏ। ଆଦି ପୁସ୍ତକର ଏହି ଅଧ୍ୟୟନକୁ ଜାରି ରଖିବା ସହିତ ଆମେ ଜଳ ପ୍ଲାବନ ପୂର୍ବର ବିଶ୍ୱ ବିଷୟରେ ଚିନ୍ତା କରୁ, ଯେଉଁ ସମୟ ଦୁର୍ନୀତି, ହିଂସା ଏବଂ କ୍ରମାଗତ ପାପ ଦ୍ୱାରା ଚିହ୍ନିତ ଥିଲା। ସେ ବିଶାଳକାୟ ବ୍ୟକ୍ତି ଏବଂ ବୀର ପୁରୁଷମାନେ ଶକ୍ତିଶାଳୀ ଥିଲେ, ଯାହା ମାନବ ଜାତିର ସାମର୍ଥ୍ୟ ଏବଂ ଗଭୀର ନୈତିକ ପତନ ଉଭୟକୁ ପ୍ରକାଶ କରେ। ସେଥଙ୍କ ଧାର୍ମିକ ବଂଶଧର କୈନଙ୍କ ଅଧାର୍ମିକ ବଂଶଧର ସହିତ ମିଶ୍ରିତ ହୋଇଗଲା, ଯାହା ଫଳରେ ସର୍ବତ୍ର ଆଧ୍ୟାତ୍ମିକ ଅବକ୍ଷୟ ଘଟିଲା। ଈଶ୍ୱର ଦେଖିଲେ ଯେ ମାନବ ଜାତିର ପ୍ରତ୍ୟେକ ଚିନ୍ତାଧାରା ମନ୍ଦ ଥିଲା ଏବଂ ସେଥିପାଇଁ ସେ ଗଭୀର ମର୍ମାହତ ହୋଇଥିଲେ। ଆଜିର ଅଧ୍ୟୟନରେ ଆମେ ଜାହାଜ ନିର୍ମାଣ ପାଇଁ ନୋହଙ୍କୁ ଈଶ୍ୱର ଦେଇଥିବା ନିର୍ଦ୍ଦେଶାବଳୀ ବିଷୟରେ ଜାଣିବା ଏବଂ ଈଶ୍ୱରଙ୍କ ପରିତ୍ରାଣ ଓ ସୁରକ୍ଷା ଯୋଜନାର ଅଂଶ ସ୍ୱରୂପ କିଏ ସେ ଜାହାଜରେ ପ୍ରବେଶ କଲେ ତାହା ଦେଖିବା। ତେବେ ଆସନ୍ତୁ ବକ୍ତାଙ୍କ ଦ୍ୱାରା ଆଜିର ଅଧ୍ୟୟନ ଆରମ୍ଭ କରିବା। প্রিয় দর্শক বন্ধু নমস্কার। আজি আমি আদি পুস্তক 6 পর্ব তার 14 পদরু 7 পর্ব তার 9 পদ পর্যন্ত অধ্যয়ন করিবা। নোহଙ୍କୁ জাহাজ নির্মাণ করিবা নিমন্তে নির্দেশ। জলপ্লাবনর প্রস্তুতি সমୟରେ ঈশ্বর ଲୋକମାନଙ୍କୁ যথেষ্ট সুযোগ দিয়াগলা পরিবর্তন নিমন্তে। ତୁମ୍ଭେ ଗୋଫର କାଷ୍ଟରେ ଗୋଟିଏ ଜାହାଜ ନିର୍ମାଣ କର। ତହିଁ ମଧ୍ୟରେ ନାନା କୋଠରୀ ବନାଇ ତହିଁର ଭିତର ଓ ବାହାରେ ଝୁଣା ଦ୍ୱାରା ଲେପନ କର। ଆଦି ପୁସ୍ତକ 6 ପର୍ବ ତାର 14 ପଦ। ତୁମ୍ଭେ ଗୋଫର କାଷ୍ଟରେ ଗୋଟିଏ ଜାହାଜ ନିର୍ମାଣ କର। ଗୋଫର କାଠ ଅତି ଶକ୍ତ କାଠ, ଯାହାକି ଆମ କାଲିଫର୍ଣ୍ଣିଆରେ ମିଳୁଥିବା ରେଡ୍ଉଡ୍ ସହିତ ସମାନ। ତହିଁ ମଧ୍ୟରେ ନାନା କୋଠରୀ ବନାଇ, ଏଠାରେ କୋଠରୀ ଶବ୍ଦର ଅର୍ଥ ବସା ସହିତ ସମାନ। ହାତୀ ପାଇଁ ଏକ ବଡ଼ କୋଠରୀର ଆବଶ୍ୟକତା ଥିବାବେଳେ ଏକ ଚୁଚୁନ୍ଦା ପାଇଁ ଏକ ବଡ଼ ଜାଗାର ଆବଶ୍ୟକତା ନାହିଁ। ତାକୁ କେବଳ କୋଣରେ ଟିକେ ମାଟି ଦେଇଦେଲେ ତାହା ହିଁ ତାର ସବୁ ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ହେବ। ତହିଁର ଭିତର ଓ ବାହାର ଝୁଣା ଦ୍ୱାରା ଲେପନ କର। ଏହି ଜାହାଜକୁ ଜଳରୋଧକ ଭାବେ ତିଆରି କରିବା ନିମନ୍ତେ କୁହାଗଲା। ତାହା ଏହି ପ୍ରକାରେ ନିର୍ମାଣ କରିବ। ଦୀର୍ଘରେ 300 ହାତ, ପ୍ରସ୍ତରେ 50 ହାତ, ଉଚ୍ଚରେ 30 ହାତ ହେବ। ଆଦି ପୁସ୍ତକ 6 ପର୍ବ ତାର 15 ପଦ। ଏହି ଜାହାଜ ବିଷୟରେ ଯେଉଁ ଚିନ୍ତାଧାରା ଲୋକମାନଙ୍କ ମନରେ ରହିଛି ତାହା ହେଲା, ସଣ୍ଡେ ସ୍କୁଲରେ ପିଲାମାନଙ୍କୁ ଛୋଟ ନୌକାର ଯେଉଁ ଚିତ୍ର ଦେଖାଯାଏ ତାହା ହିଁ ସେମାନଙ୍କ ମନ ମଧ୍ୟରେ ରହିଯାଇଥାଏ। ଏହା ମୋ ପାଇଁ ଏକ ଅତ୍ୟନ୍ତ ହାସ୍ୟାସ୍ପଦ ଏବଂ ବିକୃତ ଅନୁକରଣ ବିଷୟ ଥିଲା। ଏହା ଜାହାଜର ପ୍ରକୃତ ଚିତ୍ର ହେବା ପରିବର୍ତ୍ତେ ଏହା ବ୍ୟଙ୍ଗଚିତ୍ର ପରି ଥିଲା। ଏହି ପ୍ରଶ୍ନ ମନରେ ଉଠେ ଯେ ସେହି ସମୟରେ ଲୋକମାନେ ଏହାକୁ ଏତେ ମଜବୁତ କରି ପାରିଥିଲେ। ମୋର ପ୍ରିୟ ବନ୍ଧୁ, ଆମେ ଏଠାରେ କୌଣସି ଗୁମ୍ଫା ଥିବା ମଣିଷଙ୍କ ବିଷୟରେ କହୁନାହୁଁ। ଆମେ ଜଣେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତିଙ୍କ ବିଷୟରେ କହୁଛୁ। ଦେଖନ୍ତୁ, ଆଜିର ମାନବ ଜାତି ପାଖରେ ଯେଉଁ ବୁଦ୍ଧି ଅଛି ତାହା ନୋହଙ୍କ ଠାରୁ ହିଁ ଆସିଛି ଏବଂ ସେ ଜଣେ ଅତିଶୟ ବୁଦ୍ଧିମାନ ବ୍ୟକ୍ତି ଥିଲେ। ନୋହ ସମୁଦ୍ରରେ ଯାତ୍ରା କରିବା ପାଇଁ କିମ୍ବା 50 ଫୁଟ ଉଚ୍ଚରେ ଲହଡ଼ିକୁ ସାମ୍ନା କରିବା ପାଇଁ କୌଣସି ଜାହାଜ ତିଆରି କରିନଥିଲେ। ସେ କେବଳ ଗୋଟିଏ ସ୍ଥାନ ପ୍ରସ୍ତୁତ କରିଥିଲେ,
ଯେଉଁଠାରେ ମଣିଷ ଏବଂ ପଶୁପକ୍ଷୀମାନେ ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରିବେ। ଏହା କୌଣସି ସାମୁଦ୍ରିକ ଝଡ଼ ପାଇଁ ନୁହେଁ, ବରଂ ଜଳପ୍ଲାବନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ନିମନ୍ତେ ଉଦ୍ଦିଷ୍ଟ ଥିଲା। ସେଥିପାଇଁ ଏକ ସମୁଦ୍ରଗାମୀ ଜାହାଜରେ ଥିବା ଅନେକ ଜିନିଷ ହୁଏତ ଜାହାଜରେ ନଥାଇପାରେ, ଯାହାଫଳରେ ଏହା ଭିତରେ ଅଧିକ କୋଠରୀ ମିଳିପାରିଥିଲା। ଯଦି ଏକ କ୍ୟୁବିଟ୍ 18 ଇଞ୍ଚ ହୁଏ, ତେବେ 300 କ୍ୟୁବିଟ୍ର ଅର୍ଥ ହେଉଛି ଜାହାଜଟି 450 ଫୁଟ ଲମ୍ବା ଥିଲା, ଯାହା ବାସ୍ତବରେ 300 ହାତ ଲମ୍ବା ଥିଲା। ଏହା ଏକ ବହୁତ ଲମ୍ବା ଜାହାଜ, କିନ୍ତୁ ଏହାର ଅନୁପାତିକ ମାପ ମୋତେ ବେଶ୍ ଆକର୍ଷିତ କରେ। ଉଦାହରଣ ସ୍ୱରୂପ, ମୁଁ ଲକ୍ଷ୍ୟ କଲି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏକ ଯୁଦ୍ଧ ଯାହା ନ୍ୟୁ ମେକ୍ସିକୋ 624 ଫୁଟ ଲମ୍ବା, 106 1/4 ଫୁଟ ଚଉଡ଼ା ଏବଂ ପ୍ରାୟ 29 1/2 ଫୁଟ ଗଭୀର ଥିଲା। ତୁଳନାତ୍ମକ ଭାବେ ସେହି ଜାହାଜର ଅନୁପାତ ମଧ୍ୟ ପ୍ରାୟ ସମାନ ଥିଲା। ତେଣୁ ଏହା ଆଦୌ ଏକ ହାସ୍ୟାସ୍ପଦ ଜାହାଜ ନଥିଲା, ବରଂ ଏହା ଆଜିକାଲିର ଜାହାଜ ନିର୍ମାଣ ଶୈଳୀ ସହିତ ତୁଳନୀୟ। ଉପରରୁ ଏକ ହାତ ଛାଡ଼ି ଝରକା କରିବ, ଆଉ ତହିଁର ପାର୍ଶ୍ୱରେ ଦ୍ୱାର ରଖିବ, ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତଳ ବନାଇବ। ଆଦି ପୁସ୍ତକ 6 ପର୍ବ ତାର 16 ପଦ। ଉପରରୁ ଏକ ହାତ ଛାଡ଼ି ଝରକା କରିବ। ଜାହାଜର ଝରକା ପାର୍ଶ୍ୱରେ କୌଣସି ଏକ ଛୋଟ ଖୋଲା ସ୍ଥାନ ନଥିଲା। ଆପଣ କେବେ ଚିନ୍ତା କରିଛନ୍ତି କି ଏତେ ସମୟ ଧରି ଏତେ ସଂଖ୍ୟକ ପଶୁପକ୍ଷୀ ଏକାଠି ରହିବା ଫଳରେ ସେଠାରେ କେତେ ଦୁର୍ଗନ୍ଧ ହୋଇଥିବ? ସେହି ଝରକାଟି 1 କ୍ୟୁବିଟ୍ ଉଚ୍ଚ ଥିଲା ଏବଂ ଜାହାଜର ଚାରିପାଖରେ ଓ ଉପରର ଭାଗରେ ଘେରି ରହିଥିଲା। ଛାତଟି ନିଶ୍ଚିତ ଭାବରେ ଝରକା ଉପରକୁ ଟିକେ ବାହାରିକି ରହିଥିଲା। ଆଜିକାଲି ଜିମ୍ନାସିୟମ୍ ଗୁଡ଼ିକରେ ବାୟୁ ଚଳାଚଳନ ପାଇଁ ଏକ ଠିକ୍ ଏହିପରି ବ୍ୟବସ୍ଥା କରାଯାଏ। ସେଠାରେ ଅନେକ ପଶୁପକ୍ଷୀ ଥିଲେ ମଧ୍ୟ ତାହା ରହିବା ପାଇଁ ଏକ ଅପ୍ରୀତିକର ସ୍ଥାନ ନଥିଲା। ଲୋକମାନେ ସେଠାରେ ବସି ଭୋଜନ କରୁଥିଲେ ଏବଂ ଶୋଉଥିଲେ। ସେଠାରେ ରହିବା ଖୁବ୍ ଆରାମଦାୟକ ଥିଲା ଏବଂ ଦୁର୍ଗନ୍ଧ ମଧ୍ୟ ନଥିଲା। ମୁଁ ଶୁଣିଛି ଯେ କେହି କହନ୍ତି ବିଚରା ନୋହଙ୍କୁ ବଞ୍ଚିବା ପାଇଁ ସେହି ଛୋଟ ଝରକା ବାହାରକୁ ମୁଣ୍ଡ କାଢ଼ିବାକୁ ପଡ଼ୁଥିଲା। ଏହା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ। ଏହା କେବଳ ମଣିଷର କଳ୍ପନା ମାତ୍ର, କିନ୍ତୁ ପ୍ରକୃତ ତଥ୍ୟ ତାହା କହୁନାହିଁ। ଆଉ ତହିଁର ପାର୍ଶ୍ୱରେ ଦ୍ୱାର ରଖିବ। ଜାହାଜର କେବଳ ଗୋଟିଏ ଦ୍ୱାର ଥିଲା। ତାହା ଅତି ଗୁରୁତ୍ୱପୂର୍ଣ୍ଣ। ଯୀଶୁଖ୍ରୀଷ୍ଟ କହିଲେ, ମୁଁ ପଥ ଏବଂ ମୁଁ ମେଷଶାଳର ଦ୍ୱାର। ସେ ଜାହାଜର ସେହି ଦ୍ୱାର ଅଟନ୍ତି। ଆଉ ତହିଁର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ତଳ ବନାଇବ। ଜାହାଜରେ 3ଟି ମହଲା ଥିଲା ଏବଂ ମୋର ମନେହୁଏ ଉପରେ କିମ୍ବା ତଳେ ଆଉ ଏକ ମହଲା ଥିଲା, ଯାହାକୁ ମିଶାଇଲେ ମୋଟ 4ଟି ମହଲା ହେବ। ପ୍ରତ୍ୟେକ ମହଲା ପାଇଁ କ'ଣ ଗୋଟିଏ ଲେଖାଏଁ କବାଟ ଥିଲା। ମୋର ମତରେ ସେଠାରେ କେବଳ ଗୋଟିଏ କବାଟ ଥିଲା ଏବଂ ପ୍ରତ୍ୟେକ ମହଲା ପାଇଁ ଅଲଗା ଅଲଗା କବାଟ ନଥିଲା। କିନ୍ତୁ ପ୍ରକୃତରେ ଦେଖିବାକୁ ଗଲେ ସେହି କଥାଟି ଏଠାରେ ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଜାହାଜ ମଧ୍ୟରେ ଥିବା ଯାତ୍ରୀ, ପୁଣି ଆକାଶ ତଳେ ପ୍ରାଣବାୟୁ ବିଶିଷ୍ଟ ଯେତେ ଜୀବଜନ୍ତୁ ଅଛନ୍ତି, ସେହି ସବୁ ବିନଷ୍ଟ କରିବା ନିମନ୍ତେ ଆମ୍ଭେ ପୃଥିବୀ ଉପରେ ଜଳପ୍ଲାବନ କରିବା। ତହିଁରେ ପୃଥିବୀର ସମସ୍ତ ପ୍ରାଣୀ ପ୍ରାଣ ତ୍ୟାଗ କରିବେ। ଆଦି ପୁସ୍ତକ 6 ପର୍ବ ତାର 17 ପଦ। ପରମେଶ୍ୱର ଜଗତ ଉପରେ ବିଚାର ଆଣୁଛନ୍ତି, ପଶୁପକ୍ଷୀ ଓ ମନୁଷ୍ୟ ଉପରେ। ମାତ୍ର ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରିବା। ତହିଁରେ ତୁମ୍ଭେ ଆପଣା ପୁତ୍ରମାନଙ୍କୁ ଓ ଭାର୍ଯ୍ୟା ଓ ପୁତ୍ରବଧୂମାନଙ୍କୁ ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। ପୁଣି
ପ୍ରାଣ ରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। ସର୍ବପ୍ରକାର ପକ୍ଷୀ ଓ ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରଗାମୀ ଜନ୍ତୁ ପ୍ରତ୍ୟେକ ଜାତି ଅନୁସାରେ ଏକ ଏକ ଦମ୍ପତି ଜୀବନ ରକ୍ଷାର୍ଥେ ତୁମ୍ଭ ନିକଟକୁ ଆସିବେ। ଆଦି ପୁସ୍ତକ 6 ପର୍ବ ତାର 18 ପଦରୁ 20 ପଦ। ପୁଣି ପ୍ରାଣ ରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଘେନି ଜାହାଜରେ ପ୍ରବେଶ କରିବ। ନୋହ ଭୁଲ କହିବା ବ୍ୟକ୍ତି ନଥିଲେ। ପ୍ରାଣ ରକ୍ଷା ନିମନ୍ତେ ସେମାନଙ୍କୁ ଆଣ। ନୋହ କୌଣସି ବଡ଼ ଶିକାରୀ ନଥିଲେ। ତାଙ୍କୁ ସେହି ପଶୁମାନଙ୍କ ପଛରେ ଯିବାକୁ ପଡ଼ୁନଥିଲା। ପଶୁମାନେ ନିଜେ ତାଙ୍କ ପାଖକୁ ଆସୁଥିଲେ। ବିପଦରେ ଥିବା ପଶୁମାନେ ସେମିତି କରନ୍ତି। ଜଣେ ପାଳକ ଏପରି କହିଥିବା ମୁଁ ଶୁଣିଛି। ମୋର ମନେ ଅଛି, ଯେତେବେଳେ ଆମେ ପ୍ରଥମ ଥର କରି ୟେସୋମାଇଟ୍ ଭ୍ୟାଲିକୁ ଯାଇଥିଲୁ, ଆମ ଝିଅ ବହୁତ ଛୋଟ ଥିଲା। ସେ କେବେ ବି ବରଫ ଦେଖିନଥିଲା ଏବଂ ଯେତେବେଳେ ଆମେ ତାକୁ ବରଫରେ ରଖିଲୁ, ସେ କାନ୍ଦିବାକୁ ଆରମ୍ଭ କଲା। କିନ୍ତୁ ଯେତେବେଳେ ସେ ଏକ ଛୋଟ ହରିଣୀଟିକୁ ଦେଖିଲା, ସେ କାନ୍ଦିବା ବନ୍ଦ କରିଦେଲା। ମୁଁ ଭାବୁଛି ଆମେ ଯାଇ ସେହି ହରିଣୀଟିକୁ ଆଉଁସି ଦେଇ ପାରିଥାନ୍ତୁ, କିନ୍ତୁ ବିପଦ କଥା ଭାବି ଆମେ ତା ପାଖକୁ ଗଲୁ ନାହିଁ। ଯେତେବେଳେ ମୁଁ ସେହି ହରିଣୀ ବିଷୟରେ ଜଣେ ରେଞ୍ଜରକୁ କହିଲି, ସେ ହସିଲେ ଏବଂ କହିଲେ, ହଁ, ବର୍ତ୍ତମାନ ହାଇସିଆରେ ପାର୍ବତ୍ୟ ଅଞ୍ଚଳରେ ବରଫ ପଡ଼ୁଛି ଏବଂ ଯେତେବେଳେ ସେଠାରେ ବରଫ ପଡ଼େ ଓ ବିପଦ ବଢ଼େ, ସେମାନେ ଏଠାକୁ ଚାଲି ଆସନ୍ତି ଏବଂ ଅନ୍ୟ ପୋଷାଜୀବଙ୍କ ପରି ଶାନ୍ତ ହୋଇଯାଆନ୍ତି। କିନ୍ତୁ ବସନ୍ତ ଋତୁରେ ବରଫ ତରଳିବା ମାତ୍ରେ ସେମାନେ ଏହି ସ୍ଥାନ ଛାଡ଼ି ଚାଲିଯାଆନ୍ତି ଏବଂ ଆପଣ ସେମାନଙ୍କର ପାଖ ମଧ୍ୟ ମାଡ଼ିପାରିବେ ନାହିଁ। କାହିଁକି? କାରଣ ଯେତେବେଳେ ଗୋଟିଏ ପଶୁ ବିପଦରେ ଥାଏ, ସେ ମଣିଷ ପାଖକୁ ଚାଲି ଆସେ। ଜଳପ୍ଳାବନ ସମୟରେ ମଧ୍ୟ ମୁଁ ଭାବୁନାହିଁ ଯେ ନୋହଙ୍କ ପାଇଁ କୌଣସି ଅସୁବିଧା ହୋଇଥିବ, କାରଣ ସମସ୍ତ ପଶୁମାନେ ନିଜେ ତାଙ୍କ ପାଖକୁ ଚାଲି ଆସିଥିବେ। ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସର୍ବପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ। ତହିଁରେ ନୋହ ସେହି ରୂପ କଲେ। ପରମେଶ୍ୱରଙ୍କର ଆଜ୍ଞାନୁସାରେ ସେ ସମସ୍ତ କର୍ମ କଲେ। ଆଦି ପୁସ୍ତକ 6 ପର୍ବ ତାର 21 ଏବଂ 22 ପଦ। ନୋହ ଏବେ ଏକ ଅତ୍ୟନ୍ତ ବ୍ୟବହାରିକ କାମ କରିବାକୁ ଯାଉଛନ୍ତି। ଜାହାଜରେ ଥିବା ଏହି ସମସ୍ତ ପଶୁମାନଙ୍କୁ ଖାଇବାକୁ ଦେବା ପାଇଁ ବହୁତ ପରିମାଣର କୁଟା ଓ ଶୁଖିଲା ଘାସର ଆବଶ୍ୟକତା ଥିଲା। କିଛି ଲୋକ ହୁଏତ କହିବେ, କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ପଶୁ ତ ମାଂସାହାରୀ ଥିଲେ। ସେମାନେ ପରସ୍ପରକୁ ଖାଇ ଦେଇଥାନ୍ତେ, କିନ୍ତୁ ମୁଁ ସେମିତି ଭାବୁନାହିଁ। ଜଳପ୍ଳାବନ ସମୟ ପର୍ଯ୍ୟନ୍ତ ସମ୍ଭବତଃ ମଣିଷ ଏବଂ ପଶୁ କେହି ବି ମାଂସାହାରୀ ନଥିଲେ। ସେମାନେ ମାଂସ ଖାଉନଥିଲେ। ସେତେବେଳେ କୌଣସି ହିଂସ୍ରକ ମାଂସାହାରୀ ପ୍ରାଣୀ ନଥିଲେ। ଆମକୁ ଏମିତି ଏକ ସମୟ ବିଷୟରେ କୁହାଯାଇଛି, ଯେତେବେଳେ ସିଂହ ଏବଂ ମେଣ୍ଢାଛୁଆ ଏକାଠି ଶୋଇବେ ଏବଂ ସିଂହ ଏକ ବଳଦ ପରି କୁଟା ଖାଇବ। ଯିଶାୟ 11 ପର୍ବ ତାର 6 ଏବଂ 7 ପଦରେ ଲେଖା ଅଛି। ଅଧ୍ୟାୟ 7। ପ୍ରସଙ୍ଗ: ନୋହ ତାଙ୍କ ପରିବାର ଏବଂ ପଶୁ ସବୁ ଜାହାଜରେ ପ୍ରବେଶ କଲେ। ସମସ୍ତ ପ୍ରାଣୀ ବିନଷ୍ଟ ହେଲେ, ଜାହାଜ ମଧ୍ୟରେ ଥିବା ସମସ୍ତେ ଉଦ୍ଧାର ପାଇଲେ। ଅନନ୍ତର ସଦାପ୍ରଭୁ ନୋହଙ୍କୁ କହିଲେ, ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର, କାରଣ ଏହି କାଳର ଲୋକମାନଙ୍କ ମଧ୍ୟରେ ଆମ୍ଭେ ଆପଣା ସାକ୍ଷାତରେ ତୁମକୁ ଧାର୍ମିକ ଦେଖିଅଛୁ। ଆଦି ପୁସ୍ତକ 7 ପର୍ବ 1 ପଦ। କାହିଁକି ନୋହ ଧାର୍ମିକ ଥିଲେ? ଏହା ବିଶ୍ୱାସ ଦ୍ୱାରା। ଯେପରି ପରେ ଅବ୍ରାହମ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହୋଇଥିଲେ। ଆଦି ପୁସ୍ତକ 15 ପର୍ବ ତାର 6ରେ ଲେଖା ଅଛି।
ସେତେବେଳେ ସେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତେ ସେ ତାଙ୍କ ପକ୍ଷରେ ତାଙ୍କୁ ଧାର୍ମିକତା ବୋଲି ଗଣନା କଲେ। ନୋହ ଈଶ୍ୱରଙ୍କୁ ବିଶ୍ୱାସ କଲେ, ତାଙ୍କ ବିଶ୍ୱାସ ହେତୁ ସେ ଧାର୍ମିକ ଗଣିତ ହେଲେ। ଏବ୍ରୀ 11 ପର୍ବ ତାର 7 ପଦରେ ଲେଖା ଅଛି। ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଏହି ବିଚାର ସମୟରେ ଈଶ୍ୱର ନୋହଙ୍କ ପ୍ରତି କେତେ ଦୟାଳୁ ଥିଲେ? ପ୍ରଥମ ପଦରେ ସେ କହୁଛନ୍ତି, ସମସ୍ତେ ଆସ। ଏହା ସେହି ସମାନ ନିମନ୍ତ୍ରଣ ଯାହା ପ୍ରଭୁ ଯୀଶୁ ଆଜି ସମଗ୍ର ମାନବ ଜାତିକୁ ଦିଅନ୍ତି। ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ଏହାପରେ 16 ପଦରେ ଆମେ ଦେଖୁଁ, ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ସର୍ବପ୍ରକାର ପାଣି ଦମ୍ପତି କ୍ରମେ ପ୍ରବେଶ କଲେ। ତହୁଁ ସଦାପ୍ରଭୁ ତାହାର ପାର୍ଶ୍ୱଦ୍ୱାର ବନ୍ଦ କଲେ। ଏହା କେତେ ସୁନ୍ଦର ନୁହେଁ କି? ଏବେ ଶେଷରେ 8 ପର୍ବର ଆରମ୍ଭରେ ଲେଖା ଅଛି, ଅନନ୍ତର ପରମେଶ୍ୱର ନୋହଙ୍କୁ ଓ ତାଙ୍କ ସହିତ ଜାହାଜସ୍ଥ ପଶ୍ଚାଦି ସମସ୍ତ ପ୍ରାଣୀଙ୍କୁ ସ୍ମରଣ କରି ପୃଥିବୀରେ ବାୟୁ ବହାଇଲେ। କେତେ ଆଶ୍ଚର୍ଯ୍ୟଜନକ! ଈଶ୍ୱର ଚାହିଁଥିଲେ ନୋହଙ୍କ କଥା ସହଜରେ ଭୁଲି ଯାଇ ପାରିଥାନ୍ତେ, କିନ୍ତୁ ସେ କେବେ ଭୁଲନ୍ତି ନାହିଁ। ସେ ଆପଣଙ୍କୁ ମଧ୍ୟ ମନେ ରଖନ୍ତି। ସେ କେବଳ ଗୋଟିଏ ବିଷୟ ଭୁଲି ଯାଆନ୍ତି, ତାହା ହେଉଛି ଆପଣଙ୍କର ପାପ। ଯଦି ଆପଣ ପରିତ୍ରାଣ ପାଇବା ପାଇଁ ତାଙ୍କ ପାଖକୁ ଆସନ୍ତି, ସେ ଆପଣଙ୍କ ପାପ ସବୁ ଆଉ ମନେ ରଖନ୍ତି ନାହିଁ। ଏହା କେତେ ସୁନ୍ଦର କଥା! ଏବେ ନୋହ ଏବଂ ତାଙ୍କ ପରିବାରର ଜାହାଜ ଭିତରେ ପ୍ରବେଶ କଲେ। ଆପଣ ଜାଣନ୍ତି କି, ସୃଷ୍ଟିର କାହାଣୀ ପରି ନୋହଙ୍କର ଏହି କାହାଣୀ ମଧ୍ୟ ସାରା ପୃଥିବୀରେ ବ୍ୟାପିଛି। ମୁଁ ଚାହେଁ ଆପଣଙ୍କୁ ବାବିଲୋନୀୟ କାହାଣୀ ବିଷୟରେ ବର୍ଣ୍ଣନା କରିବାକୁ ଚାହେଁ। ଆପଣଙ୍କୁ କେବେ ସେଗୁଡ଼ିକ ତୁଳନା କରିବାକୁ ହେବ, ଯାହାଫଳରେ ଆପଣ ପାର୍ଥକ୍ୟ ବୁଝିପାରିବେ। ଅନ୍ୟ ବର୍ଣ୍ଣନାଗୁଡ଼ିକ ସମ୍ପୂର୍ଣ୍ଣ ଅଯୁକ୍ତିଯୁକ୍ତ ଏବଂ ହାସ୍ୟାସ୍ପଦ। ଅଧିକାଂଶ ଜାତି ଏବଂ ସଭ୍ୟତା ପାଖରେ ସୃଷ୍ଟି ଏବଂ ଜଳପ୍ଳାବନର କାହାଣୀ ରହିବା ହିଁ ଆପଣଙ୍କୁ ଏକ ସୂଚନା ଦେବା ଉଚିତ ଯେ ଏହା ପଛରେ ନିଶ୍ଚିତ ଭାବେ କିଛି ସତ୍ୟ ନିହିତ ହୋଇ ରହିଛି। ଯଦି ଏହା କେବଳ କାଳ୍ପନିକ ଗପ ହୋଇଥାନ୍ତା, ତେବେ ସବୁ ପିଢ଼ିର ଲୋକମାନଙ୍କ ନିକଟରେ ଏହି ସତ୍ୟ ନଥାନ୍ତା। ବାବିଲୋନୀୟ କାହାଣୀରେ ବିଜାତୀୟ ଈଶ୍ୱରଙ୍କ ମଧ୍ୟରେ ଯୁଦ୍ଧ ହେବା ଫଳରେ ବନ୍ୟା ଆସିଥିଲା ବୋଲି କୁହାଯାଇଛି, କିନ୍ତୁ ଏହାର ବିପରୀତ ବିଷୟ ବାଇବଲ କୁହେ ଯେ ମଣିଷର ପାପର ବିଚାର ସ୍ୱରୂପେ ଈଶ୍ୱରଙ୍କର ଜଳପ୍ଳାବନ ପ୍ରେରଣ କରିଥିଲେ, ଯାହାକି ଅଧିକ ଯୁକ୍ତିଯୁକ୍ତ ମନେ ହୁଏ। ଆଉ ପୃଥିବୀରେ ବଂଶ ରକ୍ଷା କରିବା ପାଇଁ ପ୍ରତ୍ୟେକ ସୂଚୀ ପଶୁ ଜାତିର 7 ଦମ୍ପତି ଓ ପ୍ରତ୍ୟେକ ଅଶୁଚି ପଶୁ ଜାତିର 1 ଦମ୍ପତି, ପ୍ରତ୍ୟେକ ଖେଚର ପକ୍ଷୀ ଜାତିର 7 ଦମ୍ପତି ଆପଣା ସଙ୍ଗରେ ନିଅ। ଆଦି ପୁସ୍ତକ 7 ପର୍ବ ତାର 2 ଏବଂ 3 ପଦ। ଏହା ବହୁ ବର୍ଷ ପୂର୍ବେ ଡକ୍ଟର ହିଆରୀ ରିମଙ୍କର ବିରୋଧରେ ହୋଇଥିବା ଏକ ମୋକଦ୍ଦମାର ଆଧାର ଥିଲା। ସେ ଘୋଷଣା କରିଥିଲେ ଯେ ଯିଏ ବାଇବଲରେ କୌଣସି ବିରୋଧାଭାସ ଦେଖାଇ ପାରିବ, ତାକୁ ସେ $1000 ପୁରସ୍କାର ଦେବେ। କିଛି ଉଦାରବାଦୀ ଧର୍ମତତ୍ତ୍ୱବିତ୍ କୋର୍ଟରେ ସାକ୍ଷ୍ୟ ଦେଇଥିଲେ ଯେ ଏହା ଏକ ବିରୋଧାଭାସ, କାରଣ ପ୍ରଥମେ ପ୍ରତ୍ୟେକ ପ୍ରଜାତିର 2ଟି ପଶୁ କୁହାଯାଇଥିବା ବେଳେ ପରେ 7ଟି କାହିଁକି କୁହାଗଲା। ନିଶ୍ଚିତ ଭାବେ ଡକ୍ଟର ରିମର ଏହି ମୋକଦ୍ଦମାରେ ଜିତିଥିଲେ। ଆପଣଙ୍କୁ କେବଳ ଏହା ଦେଖିବାକୁ ଥିଲା ଯେ ଯେତେବେଳେ ନୋହ ଜାହାଜରୁ ବାହାରିଲେ, ସେ ସୂଚୀ ପଶୁମାନଙ୍କୁ ବଳି ସ୍ୱରୂପ ଅର୍ପଣ କରିଥିଲେ। ଯଦି ସେ ମାତ୍ର 2ଟି ଶୁଦ୍ଧ ପଶୁ ନେଇଥାନ୍ତେ, ତେବେ ସେ ବଳି ପାଇଁ ପଶୁ କେଉଁଠୁ ପାଇଥାନ୍ତେ? କେବଳ ଶୁଦ୍ଧ ପଶୁମାନଙ୍କୁ ସେ 7ଟି କରି ନେଇଥିଲେ। ଏବଂ ଏବେ ଆମେ
ତାହାର କାରଣ ଜାଣ। ଯେଉଁ ପଶୁ ସବୁ ଅଶୁଚି ଥିଲେ ସେମାନେ 2ଟି କରି ଯାଇଥିଲେ, ସେମାନେ ମାଇ ଓ ଅଣ୍ଡିରା ଥିଲେ। ସେହିପରି ଆକାଶର ପକ୍ଷୀମାନଙ୍କ ମଧ୍ୟରୁ ମଧ୍ୟ ଶୁଦ୍ଧ ପକ୍ଷୀମାନଙ୍କୁ 7ଟି କରି ନିଆଯାଇଥିଲା। ଯେହେତୁ 7 ଦିନ ଉତ୍ତାରେ ଆମ୍ଭେ 40 ଦିବାରାତ୍ର ପୃଥିବୀରେ ବୃଷ୍ଟି କରାଇ ପୃଥିବୀସ୍ଥ ଆମ୍ଭର ନିର୍ମିତ ସମସ୍ତ ପ୍ରାଣୀଙ୍କି ଲୁପ୍ତ କରିବା। ଆଦି ପୁସ୍ତକ 7 ପର୍ବ ତାର 4 ପଦ। 7 ଦିନ ପର୍ଯ୍ୟନ୍ତ ସାରା ପୃଥିବୀର ଲୋକ ଜାହାଜର ଦ୍ୱାରରେ ଆଘାତ କରି ପାରିଥାନ୍ତେ ଏବଂ ସତ କହିବାକୁ ଗଲେ ସେମାନେ ଭିତରକୁ ଆସିପାରିଥାନ୍ତେ। ଈଶ୍ୱର ସେମାନଙ୍କୁ ରକ୍ଷା କରିଥାନ୍ତେ। ସେମାନଙ୍କୁ କେବଳ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବାର ଥିଲା। ନୋହ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସବୁ କର୍ମ କଲେ। ନୋହଙ୍କର 600 ବର୍ଷ ବୟସରେ ପୃଥିବୀ ଉପରେ ଜଳପ୍ଳାବନ ହେଲା। ତହୁଁ ଜଳପ୍ଳାବନ ଅପେକ୍ଷାରେ ନୋହ ଓ ତାଙ୍କର ଭାର୍ଯ୍ୟା ଓ ପୁତ୍ରଗଣ ଓ ପୁତ୍ରବଧୂଗଣ ଜାହାଜରେ ପ୍ରବେଶ କଲେ। ପୁଣି ନୋହଙ୍କ ପ୍ରତି ପରମେଶ୍ୱରଙ୍କର ଆଜ୍ଞା ଅନୁସାରେ ସୂଚି ଓ ଅଶୁଚି ପଶୁପକ୍ଷୀ ବର୍ଗ ଓ ଭୂଚର ଉରୋଗାମୀ ଜନ୍ତୁବର୍ଗ ଯୋଡ଼ା ଯୋଡ଼ା ହୋଇ ନୋହଙ୍କ ନିକଟକୁ ଯାଇ ଜାହାଜରେ ପ୍ରବେଶ କଲେ। ଆଦି ପୁସ୍ତକ 7 ପର୍ବ ତାର 6-9 ପଦ। ଧର୍ମଶାସ୍ତ୍ରରେ କେଉଁଠି ହେଲେ ଲେଖାଯାଇ ନାହିଁ ଯେ ନୋହ ବାହାରକୁ ଯାଇ ପଶୁମାନଙ୍କୁ ଘୋଡ଼ାଇ ଭିତରକୁ ଆଣିଥିଲେ। ଏହାର ଆବଶ୍ୟକତା ନଥିଲା। ସେମାନେ ନିଜେ ତାଙ୍କ ପାଖକୁ ଆସିଲେ। ଏହା ଅତି ମନୋହର ବିଷୟ ନୁହେଁ କି? ପଶୁ ସବୁ ଈଶ୍ୱରଙ୍କ ଆହ୍ୱାନର ଆଜ୍ଞାବହ ହେଲେ, କିନ୍ତୁ ମନୁଷ୍ୟମାନେ ପାପରେ ବିନଷ୍ଟ ହେଲେ। ସେମାନେ ଈଶ୍ୱରଙ୍କ ଆହ୍ୱାନକୁ ବିଶ୍ୱାସର ହୃଦୟରେ ଗ୍ରହଣ କଲେ ନାହିଁ। ପ୍ରିୟ ଦର୍ଶକ ବନ୍ଧୁ, ଆଜି କ'ଣ ଆମେ ଈଶ୍ୱରଙ୍କଠାରେ ବିଶ୍ୱାସ କରୁଛୁ କି? ସେ ଆଜି ମଧ୍ୟ ଆମକୁ ଆହ୍ୱାନ କରୁଛନ୍ତି। ଯଦି ଆମେ ତାଙ୍କ ଆହ୍ୱାନର ବାଧ୍ୟ ହଉ, ତେବେ ଉଦ୍ଧାର ପାଇବା। ପ୍ରିୟ ଦର୍ଶକ ବନ୍ଧୁ, ଆଜି ତ ଆମ ସମୟ ଶେଷ ହେଲାଣି। ପରବର୍ତ୍ତୀ କାର୍ଯ୍ୟକ୍ରମରେ ପୁଣି ଆପଣଙ୍କ ସହିତ ଦେଖା ହେବ। ଆପଣଙ୍କଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ପ୍ରଭୁ, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ। ଆଜିର ସୁନ୍ଦର ବାକ୍ୟ ଦ୍ୱାରା ଆମମାନଙ୍କୁ ତୁମେ ସୁନ୍ଦର ଶିକ୍ଷା, ସୁନ୍ଦର ପରାମର୍ଶ ତୁମେ ଦେଇଛ। ପ୍ରିୟ ପ୍ରଭୁ, ତୁମରି ବାକ୍ୟ ଅନୁସାରେ ଆମମାନଙ୍କୁ ତୁମେ ଜୀବନଯାପନ କାଟିବା ପାଇଁ ସାହାଯ୍ୟ କର। ସେଦିନ ନୋହଙ୍କ ପରିବାରକୁ ତୁମେ କେଉଁ ପ୍ରକାର ଭାବରେ ସେ ମହାଜଳ ପ୍ଳାବନରୁ ତାଙ୍କୁ ତୁମେ ରକ୍ଷା କରିଥିଲ। ନୋହ ପ୍ରଭୁ ଜଣେ ଧାର୍ମିକ ବ୍ୟକ୍ତି ଥିଲେ। ତୁମରି ଆଜ୍ଞା ଅନୁସାରେ ନିଜର ଜୀବନକୁ ସେ ଗଢ଼ିଥିଲେ, ନିଜର ଜୀବନକୁ ତୁମର ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ। ସେ ଆଜ୍ଞାବହ ହୋଇଥିଲେ। ତୁମକୁ ଧନ୍ୟବାଦ ଦେଉଛୁ। ପ୍ରେମିକ ପ୍ରଭୁ, ତୁମ ନିକଟରେ ପ୍ରାର୍ଥନା କରୁଛୁ, ଆମମାନଙ୍କୁ ମଧ୍ୟ ଏକ ଆଜ୍ଞାକାରୀ ଜୀବନ କାଟିବା ପାଇଁ ସାହାଯ୍ୟ କର। ଗୌରବ ସମ୍ଭ୍ରମ କେବଳ ତୁମକୁ ଦେଇ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା ମାଗୁଅଛୁ। ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। যিশু হি মোর আশ্রয়, মো আশ্রয়। যিশু হি মোর আশ্রয়, মো আশ্রয়। এই জীবন পথে মো সহায়, এই জীবন পথে মো সহায়। যিশু হি মোর আশ্রয়, মো আশ্রয়। যিশু হি মোর আশ্রয়, মো আশ্রয়।
ଅଶ୍ରୁର ଧାରରେ ଦୁଃଖ ବିଭୀଷିକା ଯେବେ ଆସେ ଜୀବନରେ ଭିଜି ଯାଏ ମନ ମୋର ଅଶ୍ରୁର ଧାରରେ କହନ୍ତି ସେ ଯେ ପ୍ରେମରେ ରହିଛି ତୋର ପାଖରେ ଭୟ ବି ନାହିଁ ଆସିଲେ ଝଞ୍ଜା ପ୍ରଳୟ। ମୁଁ ଆଶା କରେ ଆଜିର ଅଧ୍ୟୟନ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଏବଂ ଈଶ୍ୱରଙ୍କ ବାକ୍ୟରୁ ଆପଣ ଆଶୀର୍ବାଦ ପ୍ରାପ୍ତ ହୋଇଥିବେ। ଆଜି ଆମେ ଶିଖିଲୁ ଯେ ଈଶ୍ୱର ନିଜ ବିଚାରରେ ନ୍ୟାୟୀ ଏବଂ ତାଙ୍କ ଉପରେ ଭରସା କରୁଥିବା ଲୋକଙ୍କ ପ୍ରତି ଦୟାରେ ପରିପୂର୍ଣ୍ଣ। ନୋହଙ୍କୁ ଦିଆଯାଇଥିବା ସତର୍କ ନିର୍ଦ୍ଦେଶାବଳୀ ଈଶ୍ୱରଙ୍କ ଜ୍ଞାନ, ଶୃଙ୍ଖଳା ଏବଂ ଜଳପ୍ଲାବନ ସମୟରେ ଜୀବନ ରକ୍ଷା ପାଇଁ ତାଙ୍କର ପ୍ରେମପୂର୍ଣ୍ଣ ଚିନ୍ତାକୁ ପ୍ରକାଶ କରେ। ନୋହଙ୍କ ଆଜ୍ଞାବହତା ତାଙ୍କ ବିଶ୍ୱାସରୁ ହିଁ ଜନ୍ମ ନେଇଥିଲା, ଯାହା ଆମକୁ ମନେ ପକାଇ ଦିଏ ଯେ ପ୍ରକୃତ ଧାର୍ମିକତା ଈଶ୍ୱରଙ୍କ ଉପରେ ଭରସା କରିବା ଏବଂ ତାଙ୍କ ବାକ୍ୟ ଅନୁଯାୟୀ କାର୍ଯ୍ୟ କରିବା ମାଧ୍ୟମରେ ପ୍ରକାଶ ପାଇଥାଏ। ଆମେ ଏହା ମଧ୍ୟ ଦେଖିଲୁ ଯେ କିପରି ଈଶ୍ୱର ନିଜେ ପଶୁପକ୍ଷୀମାନଙ୍କୁ ଆଣିଲେ, ସେମାନଙ୍କ ଆବଶ୍ୟକତା ପୂରଣ କଲେ ଏବଂ ନୋହଙ୍କୁ ଜାହାଜ ମଧ୍ୟରେ ସୁରକ୍ଷିତ ଭାବେ ବନ୍ଦ କଲେ। ପରବର୍ତ୍ତୀ ଅଧ୍ୟୟନରେ ଆମେ ସମସ୍ତ ପ୍ରାଣୀଙ୍କ ବିନାଶ ଏବଂ ଜାହାଜ ମଧ୍ୟରେ ଥିବା ଲୋକଙ୍କ ପରିତ୍ରାଣ ବିଷୟରେ ଅଧ୍ୟୟନ କରିବା ଏବଂ ତାପରେ ଅଷ୍ଟମ ଅଧ୍ୟାୟରେ ପ୍ରବେଶ କରି ଦେଖିବା କିପରି ନୋହ, ତାଙ୍କ ପରିବାର ଏବଂ ପଶୁପକ୍ଷୀମାନେ ସୁରକ୍ଷିତ ଭାବେ ରକ୍ଷା ପାଇଲେ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ସି ନୋହ। ଆଜିର ପ୍ରଶ୍ନଟି ହେଉଛି ନୋହ କେଉଁ କାଷ୍ଟରେ ଜାହାଜ ନିର୍ମାଣ କରିଥିଲେ? ଏ ଶାଗୁଆନ, ବି ଆକାଶୀ, ସି ନୀଳଗିରି, ଗୋଫର। এই প্রশ্নর উত্তর আসন্তাকালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାଇବାକୁ অনুরোধ। যদি আপনার আম কার্যক্রম ভাল লাগুচি তেবে 0444908126 রে মিসড কল দেই বিজয়ী হয়ে পারিবে। গত সপ্তাহর বিজয় দর্শক বন্ধু হেলে গজপতিরু সস্মিতা পাণী ও পরিবার।